Amen. Praise the Lord. Thank you. Hallelujah. ପୁରୁଣା ଗୀତ କିନ୍ତୁ ମୋର ପ୍ରିୟ ଗୀତ ମାନଙ୍କ ଭିତରୁ ଗୋଟିଏ। ଛୋଟ ବେଳୁ ଯେତେବେଳେ ଆମେ କଳାହାଣ୍ଡିରେ ଥିଲୁ ସେତେବେଳେ ଚର୍ଚ୍ଚରେ ଏଇ ଗୀତ ଯାକ ଗାଉଥିଲୁ, ସଣ୍ଡେ ସ୍କୁଲରେ ଏଇ ଗୀତ ଗାଉଥିଲୁ। ଆଉ ନାନୀ ଯେତେବେଳେ ତାଙ୍କର ସୁଲଳିତ କଣ୍ଠରେ ଏଇ ଗୀତ ଗାଉଥିଲେ ମୋର ପିଲାଦିନ ମନେ ପଡି ଯାଉଥିଲା। ଆଉ ତାଙ୍କ ସାଥିରେ ମୁଁ ବି ଏଇ ଗୀତ ବୋଲୁଥିଲି, ଗୋଟେ ମିନିଂଫୁଲ ଗୀତ। ଆଉ ନାନୀଙ୍କର ସୁଲଳିତ କଣ୍ଠ ତ ଏଇ ଗୀତକୁ ଆହୁରି ମନୋରମ ମନୋମୁଗ୍ଧ କରିଦେଇଥିଲା। ଆଉ ସେଇ ସୁନ୍ଦର ଗୀତ ଗାଇ ନାନୀ ଆଜି ଆମର ପ୍ରଭୁ ପରମେଶ୍ୱରଙ୍କ ପ୍ରଶଂସା ଗାନ କରି ଯାଇଛନ୍ତି। ପ୍ରଭୁ ତାଙ୍କୁ ପ୍ରଚୁର ପ୍ରଚୁର ଆଶୀର୍ବାଦ କରନ୍ତୁ। ଆଉ ଯୋଉ ସୁନ୍ଦର ତୋଡ଼ା ପାଇଛନ୍ତି ଏ ସୁନ୍ଦର କଣ୍ଠକୁ ସବୁବେଳେ ତାଙ୍କର ମହିମା ପ୍ରକାଶ କରିବାରେ ସର୍ବତ୍ର ବ୍ୟବହୃତ ହୁଅନ୍ତୁ। ଆମେନ୍। Mina? Praise the Lord. Hallelujah. 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 ମୁଁ ସମସ୍ତଙ୍କୁ ମୋର ଖ୍ରୀଷ୍ଟୀୟ ପ୍ରେମ ନମସ୍କାର ଜଣାଉଛି। Praise the Lord, ବଡ଼ ଭାଇ। Praise the Lord। Praise the Lord ଭାଇ। Praise the Lord। ଆଉ ଆଜି Praise the Lord ଭଉଣୀ। ସମସ୍ତଙ୍କୁ Praise the Lord ନମସ୍କାର। ପ୍ରଭୁ ଯୀଶୁ ସୁଯୋଗ ଦେଇଛନ୍ତି। Hallelujah। Praise the Lord। ପ୍ରଭୁ ଯୀଶୁ ସୁଯୋଗ ଦେଇଛନ୍ତି, ସେଥିପାଇଁ ମୁଁ ସମସ୍ତଙ୍କ ପାଖରେ କୃତଜ୍ଞ, ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦିଏ। ଆଉ ଆମର ମିନି ଭଉଣୀ ଯୋଉ ଗୀତ ବୋଲିଲେ, ବସିଛି ମୁଁ ପାଦ ତଳେ ପ୍ରଭୁ,
ନିଜ ଇଚ୍ଛା ପଥେ ଯାଇ ପଥେ ଦିଶା ହରା ହୋଇ ଆଜି ଆମମାନଙ୍କୁ ପ୍ରଭୁ ସମସ୍ତଙ୍କୁ ଏ ସୁଯୋଗ ଦେଇଛନ୍ତି ତାଙ୍କ ପଦ ତଳେ ବସିବା ପାଇଁ। ଚଏସ୍ ଇଜ୍ ଆୱାର୍ସ। ପ୍ରଭୁ ତ ସୁଯୋଗ ଉପରେ ସୁଯୋଗ ଦଉଛନ୍ତି, କିନ୍ତୁ ଚଏସ୍ଟା ଆମମାନଙ୍କର। ଆସନ୍ତୁ ଆରମ୍ଭ କରିବା ପୂର୍ବରୁ ପଦେ ପ୍ରାର୍ଥନା କରି ଆରମ୍ଭ କରିବା। ପ୍ରେମୟ ପ୍ରଭୁ, ଆମେ ତୁମର ଧନ୍ୟବାଦ କରୁଛୁ, ତୁମର ପ୍ରଶଂସା କରୁଛୁ, ଗୌରବ କୀର୍ତ୍ତନ କରୁଛୁ। ପ୍ରଭୁ, ଆଜି ତୁମର ବାକ୍ୟ ଆମେ ଶୁଣିବା ପାଇଁ ବସିଛୁ। ଯୋଉ ବାକ୍ୟ ପ୍ରଭୁ ଅନନ୍ତକାଳୀନ ସେଇ ଶାଶ୍ୱତ